ସମସ୍ତଙ୍କୁ ନମସ୍କାର ଏବଂ ରିଏଲ୍ ୱାର୍ଡ ଅଫ୍ ଗଡ୍ ଓଡ଼ିଆ ଚ୍ୟାନେଲ ତରଫରୁ ସମସ୍ତଙ୍କୁ ସ୍ୱାଗତ। ଆସନ୍ତୁ ପ୍ରିୟ ବନ୍ଧୁଗଣ, ଆଜି ଆମମାନେ ବାସ୍ତବତାରେ ଅନନ୍ତ ଜୀବନ କିପରି ପ୍ରାପ୍ତ ହୁଅନ୍ତି ଏ ସମ୍ବନ୍ଧରେ ଅଳ୍ପ ସମୟ ଆମ୍ଭେମାନେ ବାଇବଲରୁ ଧ୍ୟାନ କରିବା। ଯେତେବେଳେ ଆମ୍ଭେମାନେ ଜହନ ଅଧ୍ୟାୟ 17 ପଦକୁ ପାଠ କରୁ, ଏଠାରେ ଏହି ପ୍ରକାର ଲେଖାଯାଏ, ଆଉ ଏକମାତ୍ର ସତ୍ୟ ଈଶ୍ୱର ଯେ ତୁମ୍ଭକୁ ଓ ତୁମ୍ଭର ପ୍ରେରିତ ଯୀଶୁଖ୍ରୀଷ୍ଟଙ୍କୁ ଜାଣିବା ଅନନ୍ତ ଜୀବନ ଅଟେ। ବାସ୍ତବତାରେ ପ୍ରିୟ ବନ୍ଧୁଗଣ, ଯେତେବେଳେ ଆମ୍ଭେମାନେ ପବିତ୍ର ଶାସ୍ତ୍ର ବାଇବଲକୁ ପାଠ କରୁ, ଏଠାରେ ଆମେ ଦେଖିବାକୁ ପାଉ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଜାଣିବା ହିଁ ଅନନ୍ତ ଜୀବନ ଅଟେ। ଏଣୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଜହନ ଅଧ୍ୟାୟ 14:6 ଲେଖନ୍ତି, ମୁଁ ପଥ, ସତ୍ୟ ଓ ଜୀବନ, ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଇପାରେ ନାହିଁ। ହଁ ପ୍ରିୟ ବନ୍ଧୁଗଣ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ହିଁ ଅନନ୍ତ ଜୀବନ ପ୍ରାପ୍ତ ହୋଇଥାଉ। ତାହାଙ୍କ ପଥ ଦେଇ ଆମ୍ଭେମାନେ ଯେତେବେଳେ ଗମନ କରୁ, ତେବେ ଆମ୍ଭେମାନେ ଅନନ୍ତ ଜୀବନ ପ୍ରାପ୍ତ ହୋଇଥାଉ ଏବଂ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଆମ୍ଭେମାନେ ପିତାଙ୍କ ନିକଟରେ ପହଞ୍ଚିଥାଉ। ଏବଂ ଯେତେବେଳେ ଆମ୍ଭେମାନେ ଜହନ ଅଧ୍ୟାୟ 3:16 ପଦକୁ ପାଠ କରୁ, ଏଠାରେ ଏହି ପ୍ରକାର ଲେଖାଯାଏ, କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଏବଂ ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ହଁ ପ୍ରିୟ ବନ୍ଧୁଗଣ, ବାସ୍ତବତାରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଜାଣିବା ହିଁ ଅନନ୍ତ ଜୀବନ ଅଟେ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ହିଁ ଅନନ୍ତ ଜୀବନ ଅଟେ। ପ୍ରଭୁ ଯୀଶୁଙ୍କ ପଥ ଦେଇ ଗମନ କରିବା ହିଁ ଅନନ୍ତ ଜୀବନ ଅଟେ। ଏଣୁ ଆସନ୍ତୁ ପ୍ରିୟ ବନ୍ଧୁଗଣ, ଆଜି ଆମେ ନିଷ୍ପତ୍ତି କରିବା, ପ୍ରଭୁ ଯୀଶୁଙ୍କ ପଥରେ ଆମ୍ଭେମାନେ ଗମନ କରୁଅଛୁ କି? ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଆମ୍ଭେମାନେ ବିଶ୍ୱାସ କରିଅଛୁ କି? ଏବଂ ବାସ୍ତବତାରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଆମ୍ଭେମାନେ ହୃଦୟ ସହିତ ଆମ୍ଭେମାନେ ଚିହ୍ନିଅଛୁ କି? ଏଥିପାଇଁ ଜହନ କହନ୍ତି, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଜାଣିବା ହିଁ ଅନନ୍ତ ଜୀବନ ଅଟେ। ହଁ ପ୍ରିୟ ବନ୍ଧୁଗଣ, ଆସନ୍ତୁ ଆଜି ଆମମାନେ ଏହି ବାକ୍ୟ ଅନୁଯାୟୀ ନିଜକୁ ନିଷ୍ପତ୍ତି କରିବା। ବାସ୍ତବତାରେ ଆମ୍ଭେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଉଦ୍ଧାରକର୍ତ୍ତା, ତ୍ରାଣକର୍ତ୍ତା, ମୁକ୍ତିଦାତା, ଅନନ୍ତ ଜୀବନଦାତା ବୋଲି ଆମ୍ଭେମାନେ ଚିହ୍ନିଅଛୁ କି? ଏବଂ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଆମ୍ଭେମାନେ ନିଜ ହୃଦୟରେ ବିଶ୍ୱାସ କରିଅଛୁ କି? ଏବଂ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପଥ ଦେଇ ଆମ୍ଭେମାନେ ଗମନ କରୁଅଛୁ କି? ଯଦି ନାହିଁ, ଆସୁ ଆମ୍ଭେମାନେ ଏହି ବାକ୍ୟ ପ୍ରମାଣ ନିଜକୁ ସମର୍ପଣ କରିବା ଏବଂ ଅନନ୍ତ ଜୀବନର ଅଧିକାରୀ ପ୍ରାପ୍ତ ହେବା। ବାସ୍ତବତାରେ ପ୍ରିୟ ବନ୍ଧୁଗଣ, ଆମ୍ଭେମାନେ ଏହି ଯୁଗାନ୍ତ ସମୟରେ ନିଜ ଜୀବନକୁ ସମୀକ୍ଷା କରିବା ଏବଂ ଯୀଶୁଖ୍ରୀଷ୍ଟଙ୍କର ସେହି ସତ୍ୟ ପଥ ଦେଇ ଆମ୍ଭେମାନେ ଗମନ କରିବା ଏବଂ ଯୀଶୁଖ୍ରୀଷ୍ଟଙ୍କୁ ନିଜ ହୃଦୟରେ ଚିହ୍ନିବା ବା ଯୀଶୁଖ୍ରୀଷ୍ଟଙ୍କୁ ଆମ୍ଭେମାନେ ଜାଣିବା ଏବଂ ଯୀଶୁଖ୍ରୀଷ୍ଟଙ୍କୁ ନିଜ ହୃଦୟରେ ଉଦ୍ଧାରକର୍ତ୍ତା, ତ୍ରାଣକର୍ତ୍ତା, ମୁକ୍ତିଦାତା ଅବା ଅନନ୍ତ ଜୀବନଦାତା ବୋଲି ଆମ୍ଭେମାନେ ବିଶ୍ୱାସ କରିବା। ତେବେ ଆମ୍ଭେମାନେ ଅନନ୍ତ ଜୀବନ ପ୍ରାପ୍ତ ହେବା। ଏହି ସଂକ୍ଷିପ୍ତ ପଠନ ମଧ୍ୟ ଦେଇ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କୁ ପ୍ରତ୍ୟେକଙ୍କୁ ବାହୁଲ୍ୟ ରୂପେ ଆଶୀର୍ବାଦ କରନ୍ତୁ।